ସବୁଜ ଓ ସୁନ୍ଦର ସହର ବ୍ରହ୍ମପୁର ଏବେ କଂକ୍ରିଟ ଜଙ୍ଗଲରେ ପରିଣତ ହେବାରେ ଲାଗିଛି। କିନ୍ତୁ ଏହି କଂକ୍ରିଟ ଘରର ପ୍ରାଚେରୀ ଭିତରେ ପୁଣି ଥରେ ସବୁଜିମା ଫେରାଇ ଆଣିବାକୁ ପଣ କରିଛନ୍ତି ଜଣେ ସମାଜସେବୀ। ସେ ହେଉଛନ୍ତି ବ୍ରହ୍ମପୁରର ଗଛ ମଣିଷ ସୁବାସ ମହାରଣା। ଗତ 30 ବର୍ଷ ମଧ୍ୟରେ ସେ ପ୍ରାୟ 50,000ରୁ ଉର୍ଦ୍ଧ୍ୱ ଗଛ ଲଗାଇ ସହରବାସୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା ନିଜ ଯୁବାବସ୍ଥାରୁ ହିଁ ବ୍ରହ୍ମପୁରକୁ ଏକ ସବୁଜ ସହର ଭାବରେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଥିଲେ। ସହରର ପାର୍କ ହେଉ ଅଥବା ଖେଳ ପଡିବା, ଏମକେସିଜି ମେଡିକାଲ କଲେଜର ମୁଖ୍ୟ ରାସ୍ତା ହେଉ କିମ୍ବା ପୋଖରୀ ହୁଡା, ସବୁଠି ଶୋଭା ପାଉଛି ସୁବାସଙ୍କ ହାତର ସବୁଜିମା। ସେ କେବଳ ଗଛ ଲଗାନ୍ତି ନାହିଁ, ବରଂ ନିଜ ପିଲା ଭଳି ସେଗୁଡିକର ଯତ୍ନ ମଧ୍ୟ ନିଅନ୍ତି। ନିଜ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏହି ମହତ୍ କାର୍ଯ୍ୟ ଜାରି ରଖିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଖଜୁରିଆ ଛକ ନିକଟରେ ଥିବା ଏକ ବୃହତ ପୋଖରୀ ଚାରିପାଖରେ ସେ 108ଟି ବଟଗଛ ଲଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳେଇଙ୍କ ସମେତ ସହରର ବହୁ କର୍ପୋରେଟର ସାମିଲ ହୋଇ ଗଛ ଲଗାଇଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଲନିନୋ ପ୍ରଭାବ ଯୋଗୁଁ ଆଗକୁ ତାତି ସମସ୍ତ ରେକର୍ଡ ଭାଙ୍ଗିବ ଏବଂ ବର୍ଷା କମ ହେବ। ଏଭଳି ସ୍ଥିତିରେ ବ୍ୟାପକ ବୃକ୍ଷରୋପଣ ହିଁ એકમાત્ર ବିକଳ୍ପ। ବିକାଶ ଓ ରାସ୍ତା ପ୍ରଶସ୍ତୀକରଣ ନାଁରେ ସହରର ଶହ ଶହ ବର୍ଷର ପୁରୁଣା ଗଛକୁ ନିର୍ଦ୍ଦୟ ଭାବରେ କଟାଯାଉଥିବା ବେଳେ ଏହାକୁ ରୋକିବା ପାଇଁ ସେ ସମସ୍ତେ ଏକାଠି ହେବାକୁ ଅତିଥିମାନଙ୍କୁ ଆହ୍ୱାନ କରିଛନ୍ତି। 108 ବଟବୃକ୍ଷ ବଡ଼ ଗୋଦରା ବନ୍ଧ ନାଞ୍ଜିପଲ୍ଲୀ ବାଇପାସରେ ଗୋଟିଏ ଗଛ ନଥିଲା, ତାକୁ ଆଜି ବୃକ୍ଷରୋପଣ କରାଯାଇଛି। 108 ବଟବୃକ୍ଷ ପ୍ରାୟ ରାଜମନ୍ଦିରରୁ ଆମେ 700 ଆଙ୍ଗୁର ପଡ଼ିଲା ଆଣିଛୁ। ବିଶ୍ୱ ତାପମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ବଟବୃକ୍ଷ ହେଉଛି ଅପରିହାର୍ଯ୍ୟ ହେଇଛି। ସମସ୍ତେ ବଟବୃକ୍ଷ ଅଶ୍ୱସ୍ଥ ଗଛ ପୋତିବା କଥା ଏବଂ ବିଭିନ୍ନ ଗଛରେ ଯେଉଁ ଅମ୍ଳଜାନ ଦେଉଛି ପୃଥିବୀକି ପ୍ରାଣୀ ବଞ୍ଚିବା ପାଇଁ ଏବଂ ତାଙ୍କୁ ଛାଇ ଏବଂ ଯାହାକି ବର୍ଷା କରିବା ପାଇଁ ଘଞ୍ଚ ଜଙ୍ଗଲ ଦରକାର ଏବଂ ଯେତେ ପଶୁ ପକ୍ଷୀ ଜୀବଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କର ଆଶ୍ରୟସ୍ଥଳ ହେଉଛି ବୃକ୍ଷ। ବୃକ୍ଷ ଅଭାବରେ ଆମେ ଦେଖୁଛେ ପ୍ରତ୍ୟେକ ଦିନ ଆମେ ଯାହା ବସ୍ତ୍ର ପିନ୍ଧୁଛେ ସବୁ ବୃକ୍ଷରୁ ଅମ୍ଳଜାନ ନେଉଛେ। ବୃକ୍ଷରୁ ଘରେ ଯେତିକି ଆସବାବପତ୍ର ଲାଗିଛି, ଖଟ ଚେୟାର ଆଲମିରା ପେଢି ଝରକା କବାଟ ଯାହା ହଉଛି ସବୁ ବୃକ୍ଷରୁ, ଯାହା ଖାଦ୍ୟ ପଦାର୍ଥ ସବୁ ବୃକ୍ଷରୁ। ବୃକ୍ଷ ବିନା ସଂସାର ଅସମ୍ଭବ। ପ୍ରଥମେ ଉଦ୍ଭିଦ ଜଗତ ପୃଥିବୀକି ଆସିଥିଲେ, ତାପରେ ପ୍ରାଣୀ ଜଗତକୁ ଆଣିଛେ। ଆମେ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ। ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ, ସବୁବେଳେ ଚିନ୍ତା କରିବା ଦରକାର ପରିବେଶକୁ ସନ୍ତୁଳନ କରିବା ପାଇଁ। ଯେଭଳି ତାପମାନ ବଢିଲାନି, ଆଜି ଆମେ ସମସ୍ତଙ୍କ ମନ ଭିତରେ ଜାଗରଣ ସୃଷ୍ଟି ହେବା ଦରକାର। ସମସ୍ତଙ୍କ ଜନ୍ମଦିନରେ ବିଶ୍ୱ ପରିବେଶ ଦିବସ ନାହିଁ, ଜନ୍ମଦିନରେ ଆପଣମାନେ ସବୁ ବୃକ୍ଷରୋପଣ କରିବା ଦରକାର ଏବଂ ତାକୁ ବଞ୍ଚିବା ପାଇଁ 2-3 ବର୍ଷ ସେବା ବି ଦରକାର। ଖାଲି ବୃକ୍ଷରୋପଣ କଲେ ହେବ ନାହିଁ, ସେବା ଦରକାର। ସେବା ଦେଲେ ହିଁ ବଞ୍ଚିବ। ତେଣୁ ବଞ୍ଚିବାର ପ୍ରୟାସ ସମସ୍ତଙ୍କର ଆବଶ୍ୟକତା ଅଛି। ମୁଁ ସମସ୍ତ ବ୍ରହ୍ମପୁର ମ୍ୟୁନିସିପାଲିଟିର ସମସ୍ତ କର୍ପୋରେଟର ଭାଇ ଭଉଣୀମାନେ ସମସ୍ତଙ୍କୁ ୱାର୍ଡରେ ଗୋଟେ ଆୱାରନେସ୍ କ୍ରିଏଟ୍ ହଉ। ହୁଏତ ତାଙ୍କ ଦାଣ୍ଡରେ ଗଛ ନ ଲଗାଇ ପାରିଲେ ମଧ୍ୟ ମାନିନାଳ 50-100 ଗଛ ଲଗାଇବେ, ମୁଁ ସେ ଆଶା କରୁଛି। ମୁଁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ହାତକୁ ନେଉଛି ଏବଂ ବଞ୍ଚିଥିଲା ଯାଏଁ ମୋର ବୃକ୍ଷରୋପଣ ଅବଶ୍ୟ ବି ନିଶ୍ଚିତ ଭାବରେ ରହିବ ଏବଂ ସମସ୍ତଙ୍କୁ ଆୱେର୍ କରାଉଛି। ସମସ୍ତେ ସହଯୋଗ କରୁଛନ୍ତି। ମୁଁ ଆପଣମାନଙ୍କୁ ମଧ୍ୟ ଜରିଆରେ ମେସେଜ ଦେବାକୁ ଚାହୁଁଛି ଯେ ଏ ପୃଥିବୀର ତାପମାନଙ୍କୁ ରକ୍ଷା କରିବାକୁ ହେଲେ, ବିଶେଷ କରି ବ୍ରହ୍ମପୁର ସହର ତାପମାନଙ୍କୁ ରକ୍ଷା କରିବାକୁ ହେଲେ ସମସ୍ତେ ବୃକ୍ଷରୋପଣ କରନ୍ତୁ। ଆସ ମିଳିମିଶି ବୃକ୍ଷରୋପଣ କରିବା। ଆପଣଙ୍କ ଜରିଆରେ ପ୍ରଚାର ପ୍ରସାର ହଉ, ଲୋକଙ୍କ ମନ ଭିତରେ ଜାଗରଣ ସୃଷ୍ଟି ହଉ। ନିଜର ଏହି ଅତୁଳନୀୟ ପରିବେଶ ସେବା ପାଇଁ ସୁବାସ ଅନେକ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆଜି ସେ କେବଳ ବ୍ରହ୍ମପୁରର ନୁହେଁ, ବରଂ ସାରା ଗଞ୍ଜାମ ଜିଲ୍ଲାରେ ଜଣେ ଗଛ ମଣିଷ ଭାବେ ପରିଚିତ। विश्व परिवेश दिवस सब वर्ष पालन होची। ए वर्ष मध्ये सेमती चेयरमैन थिले, तांको नेतृत्व रे जेहेतु से वृक्ष मनीष रूपे परिचित अछंती एवं गछ मध्ये लगेइचंती। से तांकर कार्यक्रम आज विश्व परिवेश दिन रे आरंभ करचंती, जहा कि लोकंक पई प्रेरणादायी। एबे काहेकि ना प्रति गछ गोटे लोक पई गोटे गछ निहाती आवश्यकता अछि। या ऑक्सीजन दिए, ओजोन स्तर को कमाए एवं वर्षा करे साहाय्य करे। बर्तमान वर्षा परिवेश एते दूषित होईची, जोटा कि वर्षा ठू आरंभ करी आपण ओजोन स्तर बढ़िबारे लागिची, वर्षा कम हबारे लागिची। आपण देखंतु आज परिवेश दिवस रे टोपाए मध्ये वर्षा नाही, किंतु आमे आशा करू
ए गछ जो वृद्धि पाउची धीरे धीरे प्रति लोक गोटे गछ एवं गोटे गछर जत्न प्रति वर्ष गदा गदा गछ लगे कि ताको मारिदेवा अपेक्षा गोटे गोटे गछ जदि आमे लगे कि तार जत्न नउची ताको बढ़िबा को दउची तेबे निश्चय परिवेश सुधार आसी। विश्व परिवेश दिवस रे आज आमर विजु जनता दल तरफ वृक्षरोपण कार्यक्रम होउची प्राय सबु वर्ष ए कार्यक्रम होउची विभिन्न जगह केवल गोटे दिन ने अन्य दिन आमर सुभाष महाराणा जाओ कि ब्रह्मपुर गछ मनीष बोली कहती से कार्यक्रम करती। विश्व परिवेश दिवस रे दुख मध्य लगुची जे आम माने एते सचेतन हला परे मध्य विकास ना रे धर्म ना रे विभिन्न प्रकार पौराणिक ऐतिहासिक नारा देकरी आमे जो परिवेश को नष्ट मध्य करुचंदी सेति प्रति मध्य आमे समस्त सचेतनता हवा कथा। विश्व परिवेश दिवस आमर जी आम कहूचे गछ मनीष सुभाष चंद्र महाराणा से 108 बट वृक्ष ये गोदरा बंधे रोपण कर संघमित्रा दल जी मेयर अच्छा माननीय चंद्रशेखर साहू पूर्वतन एमपी अच्छा समस्त नेतृवर्ग अच्छा अंचल समस्त युवती मैंने अच्छा विशेषतः आमर आज बड़ खबर विषय ये परिवेश दूषित हो जाऊँगी कारण है जनसंख्या बढ़ी बढ़ी चली कल कारखाना स्थापन कराऊँ तेणु से परिवेश रक्षा करने कौन पदक्षेप जन मान लोक मैंने नौना से वृक्षटा हूँ निहत आवश्यक कहीं दिन बेले अम्लजान अंगारकाम्ल नौ अम्लजान से ये कह जनसाधारण को दूसरी तेणु से बड़ जिन कहीं जी अंगारकाम्ल दरकार से अंगारकाम्ल लेकिन से सब फल पनीपरिया सब आज हूँ विश्व परिवेश दिवस जोटा को कि आमर पूर्वतन बीडीए अध्यक्ष सुभाष महाराणा अति सुंदर भाव आयोजित कर आपण मैंने जानते समस्ते आम गछ मनीष बोली ना देचु कहीं परिवेश प्रेम अन्य क्या पाखे आप देखा पाइबे आज देखिए ये जो भाव एनएच तार रोड वाइड कर वाइड माध्यम मु जन्म हवा पूर्वर एते बड़ तेतली साइक्लोन है जो गछ गुड़ाक भांगी नथिला से भलिया गछ को से माने आज काटिकी सफा कर द्वारा कि आपण परिवेश एभली भाव प्रदूषित होची वायुमंडल दूषित सांगरे आमे ऑक्सीजन मध्य ताकू पाई पारन आपण माने गुळगुळी रे मध्य देखुचंदी के भलिया होची तार भी परिणाम गछर आस्ते आस्ते तार कमी तेणुक आज से कमी को पूरण करने आमर सुभाष भाई जो पदक्षेप नहीं मो भूयसी प्रशंसा करुच्ची। निश्चित भाव सुभाष महाराणा यह प्रयास आम समाज पर एक बड़ उदाहरण। ब्रह्मपुर गोपाल कृष्ण रेड्डी रिपोर्ट गंजाम समाचार।